Hello everyone. So let's learn three concepts together: modernization, westernization, and Sanskritization. So let's discuss first the Sanskritization. Sanskritization is a process where a lower caste people imitate, practice, culture, custom, tradition of a higher caste people with an objective to get higher recognition in the society. Whereas Whereas westernization is a process where people follow Western culture, Western language, Western tradition, Western dress pattern, Western food culture. On the other hand, modernization is a process where a transformation from traditional society to the modern society exists. सो ଯେତେବେଳେ ମୁଁ ସାଂସ୍କ୍ରିଟାଇଜେସନ୍ କଥା କହୁଛି ସାଂସ୍କ୍ରିଟାଇଜେସନ୍ ମାନେ କ'ଣ ସାଂସ୍କୃତିକରଣ ଯେଉଁଟାକି ମାନେ ନିମ୍ନ ଜାତିର ଲୋକ ଉଚ୍ଚ ଜାତିର ଯେଉଁ କଷ୍ଟମ୍ ଅଛି ଯେଉଁ ଟ୍ରାଡ଼ିସନ୍ ଅଛି ଯେଉଁ ପରମ୍ପରା ଅଛି ଯେଉଁ ବ୍ୟବହାର ଅଛି ତାକୁ ସେମାନେ ଅନୁଧ୍ୟାନ କରିଥାନ୍ତି କାହିଁ କରିଥାନ୍ତି ନା ସମାଜରେ ଗୋଟେ ଉଚ୍ଚ ମର୍ଯ୍ୟାଦା ବା ଉଚ୍ଚ ସମ୍ମାନ ପାଇବା ପାଇଁ ସେମାନେ କରିଥାନ୍ତି ଯେମିତିକି ଉଦାହରଣ ଦେବି ଆପଣ ଦେଖିଥିବେ ଯେ ଗାଁରେ ଲୋୟର କାଷ୍ଟ ଲୋକ ପଇତା ପକାନ୍ତି କାହିଁକି ନା ବ୍ରାହ୍ମଣ ଲୋକମାନେ ପିନ୍ଧନ୍ତି ঠিক ଅଛି ତ ଏଇଟାକୁ ପ୍ରଥମେ କିଏ ମାନେ କଏନ୍ କରିଥିଲେ ଯେଉଁ ସାଂସ୍କ୍ରିଟାଇଜେସନ୍ କଥାକୁ ଏମ୍.ଏନ୍. ଶ୍ରୀନିବାସ ଠିକ୍ ଅଛି ସେମିତି ଆମେ ଯଦି ଦେଖିବା ଆପଣଙ୍କର ଲାଇକ୍ ୱେଷ୍ଟର୍ଣ୍ଣାଇଜେସନ୍ ଯେମିତି କହିବା ଆମେ ଲାଙ୍ଗୁଏଜ କଥା କହିବା ଇଂଲିଶ ହେଉଛି ୱେଷ୍ଟର୍ଣ୍ଣର ତାପରେ ତାଙ୍କର ଯେଉଁ ପିନ୍ଧିବାର ଡ୍ରେସ୍ ହେଲା ଜିନ୍ସ ହେଲା ଯାହାବି ସୁ ହେଲା ଓକେ ଏସବୁ ଜିନିଷ ଗୁଡ଼ା କ'ଣ ୱେଷ୍ଟର୍ଣ୍ଣର ତାଙ୍କର ଖାଇବା ପିଜ୍ଜା ବର୍ଗର ଏସବୁ ଯେଉଁ କ'ଣ ଆମେ ଆଡପ୍ଟ କରୁଛନ୍ତି ତ ଏଇଟା ହେଲା କ'ଣ ୱେଷ୍ଟର୍ଣ୍ଣାଇଜେସନ୍ ମାନେ ୱେଷ୍ଟର୍ଣ୍ଣର କଲଚର ୱେଷ୍ଟର୍ଣ୍ଣର ସଂସ୍କୃତି ୱେଷ୍ଟର୍ଣ୍ଣର ମାନେ କ'ଣ ଭାଷା ଓକେ ତାଙ୍କର ଯେଉଁ ପରିଧାନକୁ ଆମେ ଆଡପ୍ଟ କରୁଛନ୍ତି ସେଇଟା ହେଲା ୱେଷ୍ଟର୍ଣ୍ଣାଇଜେସନ୍ ମଡର୍ଣ୍ଣାଇଜେସନ୍ ମାନେ କ'ଣ ମଡର୍ଣ୍ଣାଇଜେସନ୍ ମାନେ କ'ଣ ଯେତେବେଳେ ଗୋଟେ ଟ୍ରାଡିସନାଲ ସୋସାଇଟିରୁ ଆମେ ଗୋଟେ ମଡର୍ଣ୍ଣ ସୋସାଇଟି ଗୋଟେ ପାରମ୍ପରିକ ସମାଜରୁ ଆମେ ଗୋଟେ ଆଧୁନିକ ସମାଜକୁ ଯେତେବେଳେ ଗତି କରୁଛନ୍ତି ସେଇଟା ହେଲା ଆପଣଙ୍କର ମଡର୍ଣ୍ଣାଇଜେସନ୍ ଯେମିତିକି ଆମର ଥିଲା ଆଗେ ଚାଇଲ୍ଡ ମ୍ୟାରେଜ ଥିଲା ଆମର ଯେମିତି ଥିଲା ଆଗେ ମାନେ ବିଧବା ବିବାହ ବ୍ୟବସ୍ଥା ନଥିଲା କିନ୍ତୁ ବର୍ତ୍ତମାନ ସମୟରେ ଏବେ କ'ଣ ଜିନିଷଟା ଦେଖୁଛନ୍ତି ମଡର୍ଣ୍ଣାଇଜେସନ୍ ଦେଖୁଛନ୍ତି ସବୁ କାରଣ ଏଇଟା ରିଜନ ସାଇନ୍ସ ଆଉ ଟେକ୍ନୋଲୋଜି ଉପରେ ବିଲିଭ୍ କରିଥାଏ ଠିକ୍ ଅଛି ତ ଆଇ ବିଲିଭ୍ ଏ ତିନିଟା କନସେପ୍ଟ ଆପଣଙ୍କୁ କ୍ଲିୟର ହେଇଥିବ ଯେ ସାଂସ୍କ୍ରିଟାଇଜେସନ୍ ମାନେ କ'ଣ ଲୋୟର କାଷ୍ଟ ପିପୁଲ ହାୟର କାଷ୍ଟ ପିପୁଲ ମଡର୍ଣ୍ଣାଇଜେସନ୍ ମାନେ ସାଇନ୍ସ ଟେକ୍ନୋଲୋଜି ୱେଷ୍ଟର୍ଣ୍ଣାଇଜେସନ୍